ଘାଣ୍ଟ ବୋଧହୁଏ ଗୋଟେ ଜଣାଶୁଣା ଶବ୍ଦ ବା ଗୋଟେ ଏମିତି ରେସିପି ଯୋଉଟା କି ପ୍ରତ୍ୟେକ ଘରେ ହିଁ ପ୍ରାୟ ଟାଇମ୍ ବନେଇଥାନ୍ତି। ଆଜି ଆମେ ସେ ଘାଣ୍ଟ ବନେଇବା କିନ୍ତୁ ଗଜାମୁଗ ଘାଣ୍ଟ ବନେଇବା ଯୋଉଥିରେ କି ତା ଟେଷ୍ଟ ବହୁତ ବଢିଆ ଆସିବ। ସିମ୍ପଲ ୱେରେ ବନେଇବା, କିଛି ବି ବେଶୀ ଜିନିଷ ଦରକାର ନାହିଁ, ଘର ନର୍ମାଲ ଜିନିଷରେ ହିଁ ଆମେ ତାକୁ ବନେଇବା। ଯେମିତିକି ଦେଖନ୍ତୁ ଏଠି ମୁଁ କିଛି କଖାରୁ, ପୋଟଳ, ବିନ୍ସ, ଆଳୁ, ସାରୁ ତା ସହିତ କାଙ୍କଣ ଆପଣ ଏମିତି ଗ୍ରୀନ୍ ଭେଜିଟେବଲ୍ସ ନେଇପାରିବେ। ସବୁ ଛୋଟ ଛୋଟ ପିସ୍ଟା କାଟିକି ଧୋଇକି ରଖିଛି। ତା ସହିତ ଆମେ ଗୋଟେ ଏଠି ଡେକ୍ଚିରେ ବା କରେଇ ଆପଣ ଯୋଉଥିରେ ନେଇପାରିବେ 2 ଚାମଚ ଘିଅ ଦେବେ। ଘିଅ ତାତିଲା ପରେ 2ଟା ଶୁଖିଲା ଲଙ୍କା, ହାଫ୍ ଚାମଚ ଜିରାକୁ ଭଲସେ ଫୁଟେଇକି ଯୋଉ ପରିବା ଗୁରା ଭାଜିକି ରଖିଥିବେ ତାକୁ ଆଡ୍ କରିବେ। ଆଡ୍ କରିକି ତାକୁ କିଛି ସମୟ 5 ମିନିଟ୍ ପାଖାପାଖି ଭାଜିବେ। ଏଥିରେ ଆମେ ଗୋଟେ ଛୋଟ ଚାମଚରେ 1 ଚାମଚ ହଳଦୀ ପାଉଡର ଆଡ୍ କରିନେବା। ଏଥିରେ ହଳଦୀର କ୍ୱାଣ୍ଟିଟି ଟିକେ ଅଧିକ ଦେବେ, କମିଗଲେ କଣ ହବ ନା ଯୋଉ ତା କଲରଟା ଭଲ ଦେଖାଯିବନି। ଆଉ ପରିବାକୁ ଲୋ ଫ୍ଲେମ୍ରେ ରଖିକି ତାକୁ କିଛି ସମୟ ଭାଜି ନେବେ। ଭାଜିଲା ପରେ ଏଥିରେ ଦେବା ଆମେ ପାଣି। ଆଉ ଆପଣ ଯେତିକି ମାନେ ପରିବା ନେଉଛନ୍ତି ତାର ଟିକେ ଅଧିକ କ୍ୱାଣ୍ଟିଟି ପାଣି ଦେବେ, ମାନେ ପରିବାଟା ଯେମିତି ପୁରା ବୁଡିକି ରହିବ ସେଇ ଟାଇପ୍ର ପାଣି ଦେବେ। ତାପରେ ଏଠି ଦେଖନ୍ତୁ ମୁଁ କିଛି ବୁଟ, ତା ସହିତ କଳା ବୁଟ, ତା ସହିତ ମୁଗକୁ କଣ କରିଛି ନା ବତୁରେଇକି ତାକୁ ପୁରା ଏକଦମ ବଢିଆ ସେ ଗଜା କରିନେଇଛି। ଏଇ ଟାଇପ୍ର ଗଜା କରିଦେଲେ ନା ତରକାରୀଟା କରିବାକୁ ବହୁତ ଟେଷ୍ଟି ଲାଗିଥାଏ ଖାଇଲା ବେଳକୁ। ଆଉ ନର୍ମାଲି କଞ୍ଚା ତ ଏମିତି ଭଲ ଲାଗେ, ଆଉ ତରକାରୀ କଲେ ବି ବହୁତ ବଢିଆ ଲାଗେ। ଆଉ ଏଠି ମୁଁ କଣ କରିଛି ନା 1 କପ୍ ମୁଗ ଆଉ ହାଫ୍ କପ୍ କଳା ବୁଟକୁ ପାଣିରେ ବତୁରେଇକି ତାକୁ ଗଜା କରିନେଇଥିଲି। ତା ସହିତ 2 ଇଞ୍ଚରୁ 3 ଇଞ୍ଚ ପାଖାପାଖି ଅଦାକୁ ଭଲସେ ତାକୁ ଛେଚି ନେବେ। ଛେଚିଲା ପରେ ତାକୁ ମଧ୍ୟ ଏଥିରେ ଆମେ ଆଡ୍ କରିବା। ଏବେ ଆମେ ଏଥିରେ କଣ କରିବା ନା ହାଫ୍ କପ୍ କୋରା ନଡିଆ ଦେବା। ନଡିଆ ତ ନିଶ୍ଚିନ୍ତ ଦେବେ, କାହିଁକିନା ଘାଣ୍ଟ ତରକାରୀର ଯୋଉ କହନ୍ତି ଟେଷ୍ଟ ତ ସେଇ କୋରା ନଡିଆରୁ ହିଁ ଆସିଥାଏ। ବା ନଡିଆ ପାତି କରିକି ଆପଣ ନେଇପାରିବେ। ତା ସହିତ ସ୍ୱାଦ ଅନୁସାରେ ଲୁଣ ଆଉ 1 ଚାମଚ ଆପଣ ସେଠି ଚିନି ଦେବେ, ନଚେତ ଆପଣ ଗୁଡ ମଧ୍ୟ ଦେଇପାରିବେ। ତାକୁ କଣ କରିବେ ନା କଭର କରିନେବେ ମିଡିୟମ ଫ୍ଲେମ୍ରେ, ଯେମିତିକି ପରିବାଟା ଆମର ବଢିଆ ସେ ସିଝିଯିବ। ଆଉ ପରିବାଟା ସିଝିଗଲା ପରେ କଣ କରିବେ ନା ତାକୁ ଟିକେ ଡଙ୍କା ଟାଇପ୍ର ମାରିଦେବେ। ମାରିଦେଲେ ସେ ଟିକେ କଣ ହବ ନା ମିଶ୍ରଣିଆ ଟାଇପ୍ର ହେଇଯିବ। ଆଉ ଘାଣ୍ଟ ତରକାରୀଟା ମିଶ୍ରଣିଆ ଟାଇପ୍ର ହେଇଗଲେ ଖାଇବା ପାଇଁ ବହୁତ ଭଲ ଲାଗେ, ଆଉ ଦେଖିବା ପାଇଁ ମଧ୍ୟ ବହୁତ ଭଲ ଲାଗେ। ତାକୁ ଏମିତି ଟିକେ ଡଙ୍କାରେ ଏପଟ ସେପଟ କରିନେବା, ଯୋଉଥିରେ ସେ ଟିକେ ମିଶାଳିଆ ଟାଇପ୍ର ହେଇଗଲା ପରେ ତାକୁ ଆମେ ତଳକୁ କାଢି ନେବା। ଏଠି ମୁଁ 2 ଚାମଚ ଘିଅକୁ ଗୋଟେ ତଡକା ପ୍ୟାନରେ ବଢିଆ ସେ ଗରମ କରି ନେଇଛି। ସେଥିରେ ଆମେ 2ଟି ଶୁଖିଲା ଲଙ୍କା, 1 ଚାମଚ ବଡ ଚାମଚ ପଞ୍ଚ ଫୁଟଣ ଆଡ୍ କରିକି ତାକୁ ବଢିଆ ସେ କଣ କରିବେ ନା ଫୁଟେଇ ଦେବେ। ଆଉ ନର୍ମାଲି ଆପଣଙ୍କ ପାଖରେ ଯଦି ଘିଅ ନଥିବ ତେଲ ଦେଇପାରିବେ, ନଚେତ ଘିଅଟା ଭଲ ବାସ୍ନା ବା ଟେଷ୍ଟ କରେଇଥାଏ। ତାକୁ କଭର କରିନେବେ। ତାପରେ ଏଠି ଆମେ ଜିରା ଲଙ୍କା ଭାଜିବା। ସିମ୍ପଲ ୱେରେ ଆଜି ଆମେ ବନେଇବା, ଯେମିତି ଆଉ ଅଲଗା କୌଣସି ମସଲା ଦବାନି। ତେଣୁକରି 3ଟି ଶୁଖିଲା ଲଙ୍କା ତା ସହିତ ଜିରା 2 ବଡ ଚାମଚ ଆଡ୍ କରିକି ତାକୁ ଟିକେ କଣ କରିବେ ନା ହାଲକା ଭାଜି ଦେବେ। ହାଲକା ଭାଜିକି ତାକୁ ବଢିଆ ସେ ଗୁଣ୍ଡ କରିନେବେ। ତାପରେ ଲାଷ୍ଟକୁ 1 ମିନିଟ୍ ପରେ ଏଥିରେ ଜିରା ଲଙ୍କା ଗୁଣ୍ଡ ତା ସହିତ ଧନିଆ ପତ୍ର ଦେଇକି ମିକ୍ସ କରିନେବେ। ରେଡି ହେଇଗଲା ଆପଣଙ୍କର ଗଜାମୁଗ ଘାଣ୍ଟ। ପୁରା ଇଜି ପ୍ରୋସେସ, କମ ସମୟରେ ଆଉ ହେଲ୍ଦି ଟାଇପ୍ର ମଧ୍ୟ ଇଏ ହେଇଗଲା। ରହୁଛି ପୁଣି ଦେଖା ଗୋଟେ ନେକ୍ସଟ ଭିଡିଓରେ। ଆଉ ଯଦି ଆମ ରେସିପି ଆପଣମାନଙ୍କୁ ପସନ୍ଦ ଆସିଥାଏ ତାହେଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମା ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।